ବରଗଡ଼ ଓ ବୌଦ୍ଧ ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗଦେଇ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ପ୍ରଥମେ ଶ୍ରୀ ପଟ୍ଟନାୟକ ବୌଦ୍ଧ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ଦିନରେ କିଭଳି ବିଜେଡି ସଂଗଠନକୁ ଜିଲ୍ଲାରେ ମଜବୁତ କରାଯିବ ସେ ସମ୍ପର୍କରେ ଆଲୋଚନା ହୋଇଛି। ଏହି ସଭାରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ଅମାତ ଓ ପୂର୍ବତନ ବିଧାୟକ ମହୀଧର ରଣା ପ୍ରମୁଖ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ସଭାରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଥିଲେ, ଗତ 24 ବର୍ଷରେ ଦାରିଦ୍ର୍ୟ ହାର ଶତକଡ଼ା 70ରୁ ଖସି ଶତକଡ଼ା 10ରେ ପହଞ୍ଚିଛି। ଏହା ସହ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଗମନାଗମନ କ୍ଷେତ୍ରରେ ଓଡ଼ିଶା ବହୁ ଅଗ୍ରଗତି କରିଛି। ଆପଣମାନେ ସମସ୍ତେ ସାଧାରଣ ଜନତାଙ୍କ ସହିତ ରହି କାମ କରନ୍ତୁ, ମୁଁ ଆପଣଙ୍କ ପଛରେ ରହିଛି। ସେହିଭଳି ବରଗଡ଼ ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ରୀତା ସାହୁ, ବିଧାୟିକା ବର୍ଷା ସିଂ ବରିଆ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁଶାନ୍ତ ମହାପାତ୍ର, ଜିଲ୍ଲା ପରିଷଦ ସଭାପତି ମାନିନୀ ଭୋଇ ପ୍ରମୁଖ ଉପସ୍ଥିତ ହୋଇ ସଂଗଠନ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ସଭାରେ ଶ୍ରୀ ନବୀନ ପଟ୍ଟନାୟକ ଦଳୀୟ ନେତାମାନଙ୍କୁ ପରାମର୍ଶ ଦେଇ କହିଥିଲେ, ଏ ସରକାର ଲୋକଙ୍କୁ ମିଛ କଥା କହି କ୍ଷମତାକୁ ଆସିଛି। ଖୁବ୍ କମ୍ ଦିନ ଭିତରେ ଏମାନଙ୍କ ଅସଲ ଚେହେରା ପଦାରେ ପଡ଼ିବ। ପଡ଼ିବ। ଭୁବନେଶ୍ୱରରୁ ସ୍ୱର୍ଣ୍ଣପ୍ରଭା ନାୟକଙ୍କ ରିପୋର୍ଟ, ପର୍ଯ୍ୟବେକ୍ଷକ ଓଡ଼ିଶା।